ଆଲୋ ଆଲୋ ୟା ମୁଣ୍ଡ ଫୁଣ୍ଡ କିଛି କାମ କରୁନି କ'ଣ ମ ମାଙ୍କଡ଼ ଭଳିଆ ଗଛରେ ଚଢ଼ି ତ ଯାଇଛି ଚଢ଼ିଛି ଯେ ଚଢ଼ିଛି ଆଉ ଓହ୍ଲେଇ ପାରୁନି। ଏପଟିଆର ମାଙ୍କଡ଼ାମି ସରୁନି ଆଉ ଘରୁ ଆଜି କି ବେଳାରେ ମଣିଷ ବାହାରିକି ଆସିଥିଲା ଯେ ପ୍ରୋବ୍ଲେମ୍ ବି ସରୁନି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ପାଗେଳି ମେଣ୍ଟାଲିଆଣି ମାଙ୍କେଡ଼ି ଯାହା ବି ଭାବିପାରନ୍ତି ସେ ଜଣକୁ ହେଉଛି ଆଜ୍ଞା ମୁଁ। ଆଉ ଆଜି ଆମେ ବାହାରିକି ଯାଉଛୁ ମୋ ମାଉସୀ ଘରକୁ। ଆଉ ମୁଁ ସେଠି ଯାଇକି କି କାରନାମା ସବୁ କରୁଛି, ଆମ ସହିତ କ'ଣ କ'ଣ ସବୁ ଘଟଣା ସବୁ ଘଟୁଛି ଜାଣିବା ପାଇଁ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ, ଜାଣିପାରିବେ। ବୋଉ ମୋର ସକାଳୁ ଫୋନ୍ କରି ପଚାରିଥିଲା କି ମୋ ମାଉସୀ ଘରକୁ ଯାଉଛି ତୁ ଯିବୁ। ମୋ ସାଙ୍ଗେ ସାଙ୍ଗେ ବଡ଼ ହଣ୍ଡେ ମାରି ବାହାରି ପଡ଼ିଥିଲେ। ଆଉ ଆମେ ବାପା ବୋଉ ଆଉ ମୋ ପୁଅ ଚେଙ୍ଗଡ଼ ଆମ ଫଟଫଡ଼ିଆ ଅଟୋରେ ବସି ବାହାରିଲୁ ମାଉସୀ ଘର ଅଭିମୁଖେ। ମାର୍କେଟରେ ରହି କିଛି ମିଠା ଆଉ ଜଳଖିଆ ପ୍ୟାକ୍ କରି ନେଇଥିଲୁ। ତା ସହିତ ମୁଁ ଏଠି କିଛି ସ୍ନାକ୍ସ କିଣି ନେଇଥିଲି, ଯେଉଁଥିରେ କି ଆମ ପାଟି ଏକ୍ସରସାଇଜ ବି ଟିକେ ଚାଲୁ ରହିବ ବାଟ ସାରା। ମ୍ୟାରେଜ୍ ପରେ ମୋର ଏଇଟା ସେକେଣ୍ଡ ଟାଇମ୍ ମାଉସୀ ଘରକୁ ଯିବା। ଛୁଆବେଳେ ତ ଆମେ କେତେ ଯାଉଥିଲୁ ମାଉସୀ ଘରକୁ ତାର ଠିକ୍ ଠିକଣା ନାହିଁ। ଆଉ ସେଇଥିପାଇଁ ମୁଁ ଟିକେ ବହୁତ ଖୁସି ଥିଲି ଯାଉଛି ବୋଲି। ଏମିତି ମଜାମସ୍ତି କରିକି ଯାଉଥିଲା ଆଉ ଠିକ୍ ମୋ ମାଉସୀଙ୍କ ଘର ପାଖରେ କି ଆମ ଗାଡ଼ିର ଚକା ପଙ୍କଚର ହେଇଗଲା। ବାବା ସେଇଠି ସାଙ୍ଗେ ସାଙ୍ଗେ ଷ୍ଟେପିନ୍ ବାହାର କରିକି ଗାଡ଼ିରେ ଲଗେଇଥିଲେ। ଆଉ ତାପରେ ଆମେ ପୁଣି ବାହାରି ଯାଇଥିଲୁ ମାଉସୀ ଘରକୁ। ଫାଇନାଲି ଆସିକି ମୋ ମାଉସୀ ଘରେ ଆମେ ପହଞ୍ଚି ଯାଇଥିଲୁ। ଆଉ ମାଉସୀ ଘରେ ପହଞ୍ଚିକି ମୁଁ କ'ଣ ସବୁ କାଣ୍ଡ କଲି ସେ ସବୁ ମୁଁ ନେକ୍ସଟ ଭିଡ଼ିଓରେ ଦେଖେଇବି। ସେଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।